ମୋ ନା ବୃନ୍ଦାବନ ପରିଡ଼ା। ମୋର କାର୍ଯ୍ୟକାଳ ପ୍ରାୟ 1933 ସାଲରୁ ଏ ବେଶ ଚାଲି ଆସୁଛି। ମୋତେ ଯେତେବେଳେ 14 ବର୍ଷ ହେଇଥିଲା 14 ବର୍ଷ ମୁଁ ବେଶ ପଡୁଥିଲି। ବର୍ତ୍ତମାନ ମୋତେ ଏବେ 82 ବର୍ଷ ହେଲାଣି। ମାଙ୍କର କୃପାରୁ ଦେହ ଭଲ ଅଛି, ସବୁଟା ଭଲ ଭଲ ସେଥିପାଇଁ ପଡୁଛି। ବହୁତ ଖୁସି ଅଛି, ମାଙ୍କର କୃପାରୁ ବହୁତ ଖୁସି ଅଛି। ଲଣ୍ଡା ବେଶର ବାର୍ତ୍ତା ହଉଛି ଆଜିକାଲି କଳି ଯୁଗରେ ଅନ୍ୟାୟ ଅତ୍ୟାଚାର ଯେମିତି ହଉଛି ତାକୁ କ୍ରିଟିସାଇଜ କରି ଆମର ଗୀତ ସବୁ ଲେଖା ହେଇଛି, ବୋଲା ହଉଛି। ଏ ଗୀତ ଗୁଡାକ ରେକର୍ଡିଂ କରି ଚାଲିଛି। ଆଉ ଏ ଯୋଉ କଳି ଯୁଗରେ ବାହାଜୀ ମାନେ ମାତାଜୀ ମାନେ ଅନ୍ୟାୟ ଅତ୍ୟାଚାର କରୁଛନ୍ତି ତା ବିଷୟରେ ମଧ୍ୟ ଗୀତ ଅଛି, ତା ବୋଲୁଛୁ। ଆଉ ଆଜିକାଲି ଯୋଉ ପିଲାମାନେ ଯେ ଷ୍ଟାଇଲ ହେଇଗଲାଣି, ସମସ୍ତେ ମଦ ବିନା କଲେଜ ପିଲା ମଧ୍ୟ ମଦ ନ ପିଇଲେ ତାଙ୍କ ବେଷ୍ଟାଇଲ ହେଇଯାଉଛି। ଇଏ ତ ଭୋଜି ଭାତ ଦେଖ, ଯାହାକି ଆମର କୌଣସି ସାଂସ୍କୃତିକ କାର୍ଯ୍ୟ ଦେଖ, ସିନେମା ଗୀତ ନହେଲେ ଓ କାମ ପଇସା ଆଗରେ ମଦ ଦିଅ ସବୁ ଦର୍ଶନ କରି ଯିବୁ। ନୟନ ନରସିଂହ ମାଙ୍କୁଡ ବିଜୁପୁର ଲଣ୍ଡା ବେଶ। ଲଣ୍ଡା ବେଶ 1933 ମସିହାରୁ ଚାଲି ଆସିଛି ଓ ମା ବୁଢୀ ଠାକୁରାଣୀଙ୍କ ଦୟାରୁ ଆଗକୁ ବି ଚାଲିବ। ଏହି ବେଶ ଯାହାର ମାନସିକ ଥାଉଛି ତାଙ୍କେ ମାନେ ବି ପଢନ୍ତି, ଯାହାର ଶ୍ରଦ୍ଧାରେ ବି ଆମର ଆଜ୍ଞା ଶ୍ରଦ୍ଧା ଅଛି ଆମେ ପଢିଛୁ। ଯାହା ମାନଙ୍କର ଶ୍ରଦ୍ଧା ନଥାଉଛି, ଯାହା ମାନଙ୍କ ମାନସିକ ଥାଉଛି ତାଙ୍କେ ମାନେ ବି ପଢନ୍ତି। ଆଉ ମା ବୁଢୀ ଠାକୁରାଣୀଙ୍କ ଦୟାରୁ ଏ ସଂସ୍ଥା ଆଗକୁ ବି ଏବେ ଚାଲି ରହିଛି। ବିଭିନ୍ନ ପ୍ରକାର ଷ୍ଟାଇଲ ରହିଛି, ଏଇ ମଧ୍ୟରେ ବିଭିନ୍ନ ପ୍ରକାର ଷ୍ଟାଇଲ, ବିଭିନ୍ନ ପ୍ରକାର ମହନ୍ତ ସମସ୍ତେ ବେଶ ପଡିକି ମା ବୁଢୀ ଠାକୁରାଣୀଙ୍କୁ ଦର୍ଶନ କରିବାକୁ ଯାଆନ୍ତି ସମସ୍ତେ। ବିଦ୍ୟାଧର ମହାରଣା, ବିଜୁପୁର ନିବାସୀ। ମହନ୍ତ ବେଶ ଆଜି 7 ଥର ହେଲାଣି। ମାଙ୍କର କୃପା ଯୋଗୁଁ ଆମେ ମହନ୍ତ ବେଶ ପଡୁଛୁ। ମୋ ସାଙ୍ଗ ମୋ ପିଲାଦିନର ସେ ମହନ୍ତି ଆଣି ବେଶ ପଡ଼େ। ଆମେ ମହନ୍ତ ବେଶ ଯେଉଁ ମଠ ମନ୍ଦିର ମାନେ ମହନ୍ତ ମାନେ ଥିଲେ ତାର ମୁଖିଆ, ସେମାନେ କେଉଁ ପ୍ରକାର ଆଚରଣ କରୁଥିଲେ, କେଉଁ ପ୍ରକାର ବେଶଭୂଷା ରହୁଥିଲେ, ତାହା ମେସେଜ ଦେବା ପାଇଁ ଆମେ ମହନ୍ତ ବେଶ ଧାରଣ କରୁ। ମହାତ୍ମାର ଦୁଃଖର ବିନାଶ କରିବା ପାଇଁ ଆମେ ଲଣ୍ଡା ହୁଏ। ଯେମିତିକି ଗୋଟେ ବାପା ଏକ୍ସପାୟାର୍ଡ ହେଲା ପରେ ଯେମିତି ଲଣ୍ଡା ହୁଅନ୍ତି, ମୁଁ ଦୁଃଖର ବିନାଶ କରିବା ପାଇଁ, ଅଶାନ୍ତିର ବିନାଶ କରିବା ପାଇଁ ଆମ ସମସ୍ତେ ଲଣ୍ଡା ହଉ। ଆମର ମୁଖ୍ୟ ଉଦ୍ଦେଶ୍ୟ ସେହା। ଆମେ ଆଜି ଲଣ୍ଡା ହେଇକି ଦୁଃଖକୁ ବିନାଶ କରିସାରିଲୁ। ଆଉ ଦୁଃଖ ଆମ ଭିତରେ ଆସିବ ନାହିଁ। ମାଆଙ୍କ କୃପା ଲାଭ କରିବା ପାଇଁ ଆମେ ସମସ୍ତେ ଲଣ୍ଡା ବେଶ ହଉ ଏବଂ ମାନସିକ ଧାରୀ ମଧ୍ୟ ଆମର ପ୍ରତ୍ୟେକ ସାହି ବୋଲି ମୁଖ୍ୟ ରାସ୍ତା ଦେଇ ମାଆଙ୍କର କୃପା ଲାଭ ପାଇଁ ଯାଆନ୍ତୁ ଏବଂ ଅନେକ ଏକତାର ବାତାବରଣ ଦେବା ପାଇଁ ଲଣ୍ଡା ବେଶ ଭାଇଚାରା ସୃଷ୍ଟି କରିବା ପାଇଁ ଆମେ ପଡ଼ୁ। ମୁଁ 25 ନମ୍ବର କର୍କଟ ନରସିଂହ ସେଠୀ। ଦେଖନ୍ତୁ ଆମର ଯାତ୍ରା ଲାଷ୍ଟ, ଆମର ଯାତ୍ରା ଯିଏକି ଏବେ ଲାଷ୍ଟ ହେବାକୁ ଗଲାଣି। ଆଜି ହେଉଛି ସବୁଠୁ ବହୁତ ବଡ଼ ଦିନ, କାହିଁକି ମାଆଙ୍କୁ ପୁରା ଲଣ୍ଡା ବେଶ ସବୁବେଳେ ବେଶୀ ପ୍ରିୟ। ସମସ୍ତ ଅଞ୍ଚଳର ରାଜ୍ୟରୁ ବି ଆସୁଛନ୍ତି। ଆଜି ମାନସିକ ଯାହାର ଯାହାର ଅଛି ଆଜି ଲଣ୍ଡା ବେଶ ପକେଇଛନ୍ତି, ମାଆଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି। ଆଜି ମା ବହୁତ ଖୁସି, ସମସ୍ତଙ୍କର ମାନସିକ ପୂରଣ ହେଇଥାଏ ଆଉ ମାଆଙ୍କ ସମସ୍ତଙ୍କୁ ଆଶୀର୍ବାଦ ବି ଦେଇଥାନ୍ତି। ହଁ, ବିଜୁପୁର ବାହାରିକି ପୁରା ଆମର ବ୍ରହ୍ମପୁର ପୁରା ଅଞ୍ଚଳଟାକୁ ବୁଲିକି ମାଆଙ୍କୁ ଦର୍ଶନ କରିବାକୁ ଯିବେ। ମିନିମମ୍ 200 ଖଣ୍ଡେ, ଏବେ ତ 180 ଅଛନ୍ତି। ବାହାରିଲା ଆଡୁ ପଦାରେ 20-30 ମିଶିବେ 200। ଲଣ୍ଡା ବେଶ ଜରିଆରେ ଶୁଣନ୍ତୁ, ମୁଁ ସମସ୍ତଙ୍କୁ ନିବେଦନ ଅନୁରୋଧ କରୁଛି, ଶାନ୍ତି ଶୃଙ୍ଖଳାରେ ସମସ୍ତେ ହେଇକି ମାଆଙ୍କୁ ଦର୍ଶନ କରିକି ଆସିବା। ସେତିକି ମୋର।